ସାର୍ ଏଇ ଯୋଉ ଆପଣ କେତେ ଜଣ ସେଲିବ୍ରିଟି ସାର୍ ବାହାଘର କରେଇଛନ୍ତି? ରାଇମନପୁର ସାର୍ ତ ହେଲା, ଆଉ କିଏ ସାର୍ ଆସିଲେ? ବୈଶାଳୀ ପରିଡ଼ା ସିଏ ବି ଏଇଠି ବାହା ହେଇଛନ୍ତି। ଆଉ ବୈଶାଳୀ ପରିଡ଼ା ଦର୍ଶକ ବନ୍ଧୁ, ବୈଶାଳୀ ପରିଡ଼ା ରାତି ଅଧରେ ବାହା ହେଇଛନ୍ତି। ହିରୋଇନ ରାତି ଅଧରେ ସେ ଏଇଠି ମ୍ୟାରେଜ କରିଛନ୍ତି। ସାର୍ କେମିତି ତାଙ୍କ ଷ୍ଟୋରି କହୁନାହାନ୍ତି? ରାତି ଅଧରେ ଶୁଣନ୍ତୁ, ସିଏ ତାଙ୍କର ଲଭ୍ ଟା କୋଉଠି ଛିଣ୍ଡିଲା କିଏ କହିପାରିବେ? ତାଙ୍କ ହଜବେଣ୍ଡ ଓଡିଆ ନା? ତାଙ୍କ ହଜବେଣ୍ଡ ଓଡିଆ। ସିଏ ଗୋଟେ ସମସ୍ତେ ଭାବନ୍ତି ମୋ ଝିଅ ଯଦି ଗୋଟେ ବଡ ନାଁ କରିଗଲେଣି, ମୁଁ ଗୋଟେ ଆଇଏଏସ୍ ଅଫିସରକୁ ଜଏନ୍ କରିବି, ନହେଲେ ଆଇପିଏସ୍ କରିବି, ନହେଲେ ଗୋଟେ ପ୍ରଫେସରକୁ କରିବି। ସେ ଆଇଏଏସ୍ ଆଇପିଏସ୍, କାହିଁକିନା ସେମାନେ ଉପରି ଖାଇବାର ବ୍ୟବସ୍ଥା ଯୋଉଠି ଅଛି, ଯୋଉମାନେ ଇନକମ୍ କରିବେ। ଏବେ ଯେମିତି ଗୋଟେ ଲୋକ ବୈଶାଳୀ ପରିଡ଼ା ଆସିକି ଆପଣଙ୍କ ମାଧ୍ୟମରେ କହିଲେ ନା କଣ? ନାଇଁ ନାଇଁ, ବୈଶାଳୀ ପରିଡ଼ାଙ୍କର ସାଙ୍ଗସାଥି ଏଇ ରୁମ ରେ ଏ ନୁହେଁ, ସେ ବୈଶାଳୀ ପରିଡ଼ା ବାହା ହେଇଥିଲେ ଆମର ଅଫିସ ଯେତେବେଳେ ଥିଲା ଗୋଟେ ଭଡା ଘରେ, ଏଇଟା ନିଜ ଘର ଏଇଟା, ସେ ଭଡା ଘରେ ଆମେ ରାତି ଅନିନ୍ଦ୍ରା ହେଇକି ଅପେକ୍ଷା କରିଥିଲୁ। ସେ ଆସିଲେ, ବାହାଘର ହେଲା। ଏବଂ ସେ କାରଣ ହଉଛି ତାଙ୍କ ବାପା ଗୋଟେ ଏକ୍ସ ଆର୍ମି ଲୋକ, ସିଏ ଏକ୍ସ ଆର୍ମି ଲୋକ ତ ସମସ୍ତେ ମଦ ଫଦ ପିଅନ୍ତି, ତେଣୁ ସିଏ ଚାହିଁଲେ ନାହିଁ ଯେ ତାଙ୍କ ଝିଅ ଜଣେ ଏମିତି ଗୋଟେ ଏଇଭଳିଆ ଲୋକଙ୍କୁ ବାହା ହୁଅନ୍ତୁ, ଯିଏକି ସିଏ ଗୋଟେ ଗ୍ୟାରେଜ ଓନର, ତାଠୁ ବଡ ଗ୍ୟାରେଜ ଓନର, ବହୁତ ଭଲ ପଇସା ରୋଜଗାର କରିଥିଲେ, ସୁନ୍ଦର ହ୍ୟାଣ୍ଡସମ୍ ପିଲା। ମାନେ ବୈଶାଳୀ ପରିଡ଼ା ଯାହାକୁ ବିବାହ କଲେ, ବୁଝିଲେ କି? ପ୍ରୋବ୍ଲେମ କଣ ଥିଲା ସାର୍? ପ୍ରୋବ୍ଲେମ ଥିଲା ବା ଷ୍ଟାଟସ, ଆମର ଜାତି ଆଉ ଷ୍ଟାଟସ, ଏଇଟା ପ୍ରୋବ୍ଲେମ। ଆପଣ ସେନାପତି, ସେ ଝିଅ ବି ସେନାପତି। ଆଜ୍ଞା, ଆରେ ଆପଣ ହଉଛନ୍ତି ଝୁମ୍ପୁଡି ଘରକୁ ଆସିଛନ୍ତି, ସିଏ ଗୋଟେ 3 ମହଲା 4 ମହଲା କୋଠା ଘରକୁ ଆସିଛନ୍ତି। ସେ ଝିଅର ବାପା ଚାହିଁବେନି ଆପଣଙ୍କ ସହିତ ବାହାଘର କରିବା ପାଇଁ। ଏଠି କଣ ଲଭ୍ ଟା ଡିସାଇଡ କରିବ, ହୁ ସୁଡ ମ୍ୟାରି ହୁମ୍। ଲଭ୍ ନାହିଁ ତ ବାହାଘର ନାହିଁ, ଲଭ୍ ଅଛି ତ ବାହାଘର ହବ। ତାପରେ ସେ ପୁଅ ଝିଅକୁ ନେଇକି ବିକି ଦବ ବରଂ ଲଭ୍ ଅଛି। ବିକିବ କାହିଁ ସେ? ଆମେ ଏଗୁଡା ଶୁଣନ୍ତୁ, ବହୁତ କଣ ଆପଣଙ୍କର ନିଜର। ବୈଶାଳୀ ପରିଡ଼ାଙ୍କ କଥା କହୁନି, ବୈଶାଳୀ ପରିଡ଼ା କୋଉଠି ତାଙ୍କ ହଜବେଣ୍ଡ କୁ ବିଟ୍ରେ କରିଛନ୍ତି? ନା ସାର୍, ସିଏ ମୁଁ ଅଲଗା ଉଦାହରଣ ଦେଲି। ସିଏ ଗୋଟେ ଶୁଣନ୍ତୁ, ଯୋଉଠି କିଛି ଭୁଲ ଭଟକା ହବ କରିବେ, ଟୁ ଏର ଇଜ ହ୍ୟୁମାନ ବୋଲି ସାର୍। ଇଏ ତାଙ୍କ ବୈଶାଳୀ ପରିଡ଼ାଙ୍କ ବାପା କଣ ମାନେ ଏ ମ୍ୟାରେଜ ରେ ମାନେ ରାଜି ନଥିଲେ, ତେଣୁ ସେ ଶୋଇଲେ ମଦ ଫଦ ପିଇକି, ଶୋଇକି ହୁଣ୍ଡି ମାରିଲା କଣି ସେମାନେ ଆସିଲେ, ଆମେ ଅପେକ୍ଷା କରିଥିଲୁ, ବାହାଘର ହେଲା। କେତେ କୋଉ ମସିହାରେ ସାର୍ ଏଇଟା? ଏଇଟା ସୁନା, ସେ ଯୋଉ ବହିଟା ଆସିଥିଲେ, ସେ ମୋଟା ବହି ଏଇଥିରେ ଅଛି ସାର୍। ଏଇଥିରେ ଦର୍ଶକ ରୁହନ୍ତୁ ପଛପଟା ସାର୍ ଦେଖୁଛନ୍ତି, ମାନେ ତାଙ୍କର ଯୋଉ 46 ବର୍ଷର ଯୋଉ ଡାଟା ଅଛି, ଯୋଉମାନେ ବାହା ହେଇଛନ୍ତି। ବୈଶାଳୀ ପରିଡ଼ାଙ୍କର ଫଟୋ ରହିଛି, ତାପରେ ଇଏ ରହିଛି ଆଙ୍କର। ସାର୍ ବାହାର କରୁଛନ୍ତି, ଦେଖନ୍ତୁ ବୈଶାଳୀ ଏଇଠି ବାହାରିଲେ କି ସାର୍? ଦେଖୁ ସାର୍, ସେତେବେଳେ ବୈଶାଳୀ ପରିଡ଼ା ମାନେ ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରିର ଗୋଟେ ଜଣାଶୁଣା ଫେସ୍ ନା ସାର୍? ସୁନା ଏଇଠି ଦେଖିଲେ ସେ ଅଛି କି ବୈଶାଳୀ? ଏଇ ଯୋଉ ଏଇଟା ଟିକେ ଦେଖେଇଦେ, ଏଇଟା ଭିତରଟା ଉଇକ୍ ହେଇଯାଇଛି ନା। ମୁଁ ସେ ଭିତରେ ଥାଉ, ମୁଁ ଖାଲି ଫ୍ରଣ୍ଟ ଟା। ଦର୍ଶକ ବନ୍ଧୁ ଦେଖନ୍ତୁ, ସାରଙ୍କର ଏଇଟା ହଉଛି ଲଭ୍ ମ୍ୟାରେଜ ଜିନ୍ଦାବାଦ ର ଏ ବହି। ଏଥିରେ ସବୁ ଯୋଉଠି ଯୋଉଠି ବାହାଘର ଅଛି ସବୁ ଏଇଥିରେ ଅଛି। ସେ ଘରେ ଅଲୁଆଙ୍କ ସେ ଘରେ ଅଛି। ଏଇଠି ଦେଖ ସାରଙ୍କର, ଦେଖ ସାର୍ କେତେ ମାନେ କଣ ମାନେ ସାହସକୁ ମାନିବାକୁ ପଡିବ। ସାର୍ ଏଇ ଯୋଉ ହିନ୍ଦୁ ମୁସଲିମ ମ୍ୟାରେଜ ଅଛି, ସାର୍ ଏଇଥିରେ ବୈଶାଳୀ ମ୍ୟାଡାମଙ୍କର ଯୋଉ ମ୍ୟାରେଜ ଯୋଉ ହେଇଥିଲା, ସାର୍ ରଖିଛନ୍ତି, ବାହାର କରୁଛନ୍ତି। ମାନେ ଦର୍ଶକ ବନ୍ଧୁ ଦେଖନ୍ତୁ, ମୁଁ ତ ଭାବୁଛି ସାର୍ ଗିନିଜ ବୁକ୍ ଯୋଉ ରେକର୍ଡରେ ସାରଙ୍କର ନାଁ ରହିବା କଥା। ଆପଣ ଭାବନ୍ତୁ, ମାନେ 1, 2, 5, 10ଟା ବାହାଘର, ସାର୍ 12,000 କେତେ ଭାଇନା? 12,217 ପାଖରେ ପହଞ୍ଚି ଗଲେଣି। ମାନେ ବୈଶାଳୀ ପରିଡ଼ା ତାଙ୍କ ସ୍ୱାମୀ। ସାର୍ କଣ ଦେଖନ୍ତୁ ଦର୍ଶକ ବନ୍ଧୁ, ଇଏ ହଉଛନ୍ତି ବୈଶାଳୀ ପରିଡ଼ା ଆଉ ତାଙ୍କ ହଜବେଣ୍ଡ। ସାରଙ୍କ ପାଖରେ ମ୍ୟାରେଜ କରିଥିଲେ, ମ୍ୟାରେଜ ସାର୍ କରେଇଥିଲେ। ସେଟା ତାଙ୍କ ନମ୍ବର ଫମ୍ବର ସବୁ ଅଛି, ସବୁ ନମ୍ବର ଫମ୍ବର ଅଛି। ଆମେ ଲେଖିଛୁ ଗୋଟେ ହେଡିଂ, ଆମ ଭଇ ପରଫର୍ମସ୍ ମିଡନାଇଟ୍ ମ୍ୟାରେଜେସ୍ 2। ଆମେ ରାତି ଅଧିକା ବାହାଘର କରୁ, ବୁଝିଲେ କି ସାର୍? ଆଜ୍ଞା, marriages too. Even a tall personality like Miss Vaishali Parida from the Odia film world had to marry her lover, Mr. Sangram. Mr. Sangram
ସଂଗ୍ରାମ କିଏ ତାଙ୍କ ହଜବେଣ୍ଡ? हाँ, संग्राम केसरी पटनायक ଆଜ୍ଞା ଆଜ୍ଞା ସାର୍, बुझे कि ଆଜ୍ଞା ସାର୍। ये क्लास 1 गैरेज ओनर इन कटक सिटी आज आज्ञा आम सर। कोई कपल नंबर 229 संख्यार बाहाइछन्ती एट द मिडनाइट ऑफ 12th January 1991 91 ମସିହା 91 वर्षर कथा ये ବାପଲୋ। she had to do so specially for reasons of safety and honor. Her Aଜ୍ଞା। father was reportedly very much hostile to her love affairs with a young man whom he perceived to be a person of unimpressive social standing. The lovers could not marry under the Special Marriage Act of 1954. Kana city mase apply kare bro. The Aଜ୍ଞା, lovers aଜ୍ଞା। chose to take the Amukhui road to have their love marriage. Bride Vaishali had to leave the house of her father when her father was dead asleep. The Amukhui officials of his staff was in readiness with a photographer and the lovers' marriage was conducted without any trouble. It was a midnight marriage. Similarly, Sunantu, in the same way, Mr. Raimon Parida, again a celebrity of the Odia film world, married his beloved Miss Ranjita Senapati, ସାର୍ ରଞ୍ଜିତା ସେନାପତି ମାନେ ତାଙ୍କ ମିସେସ୍। Mrs. on the 9th April in 1992. ସେନାପତି ମାନେ କଣ ବ୍ରାହ୍ମଣ ସାର୍? ଏ ସେନାପତି କୋଉଠି ଖଣ୍ଡାୟତ ଅଛନ୍ତି କଣ ଅଛନ୍ତି ଆଚ୍ଛା। ସେନାପତିରେ କୋଉଠି ବାରିକ ଅଛନ୍ତି ବ୍ରାହ୍ମଣ ଅଛନ୍ତି କଣ ଅଛନ୍ତି ସେ ଯାହା ହଉ ବୁଝିଲେ କି? ବ୍ରାହ୍ମଣ ହେଇଥିବେ ବୁଝିଲେ କି? ଏଗୁଡାକୁ ଚୁପୁଡି ଧରିବା କଥା। ଶୁଣନ୍ତୁ, as an actor Mr. Raimon Parida is very much approachable and he is essentially a man of mixing nature. While being felicitated in Amukhui Silver Jubilee function held on 30th May 2005 at Suchana Bhavan, he was asked by certain media representatives to name the reason for marrying in Amukhui. In reply, he said, "I was battered by a tsunami of social obstacles that stood in the way of my love marriage. It was none other than the Amukhui that came forward to save me from that critical situation by safely conducting my love marriage." He expressed his lifelong gratitude to Amukhui on the said Silver Jubilee function. ବୁଝିଲେ କି ସାର୍? ଆଉ କେତେ ଏମିତି ବାହାଘର ସବୁ ହେଇଛି। ମାନେ ଦର୍ଶକ ବନ୍ଧୁ, ଏଇଟା ଗୋଟେ ଆପଣ ନେଇଥାନ୍ତୁ ଗୋଟେ ବହି ଏ ବହି ଏଇଥିରେ ସେଲିବ୍ରିଟି ମାନେ ବି ବିବାହ ସାର୍ କରେଇଛନ୍ତି। ସାର୍ ଆପଣ ସେଲିବ୍ରିଟି ଭିତରୁ ରାଇମନ ସାର୍, ବୈଶାଳୀ ମ୍ୟାଡାମ, ମାନେ ସେତେବେଳେ ଟାଇମର ଏମାନେ ହଉଛନ୍ତି ଚର୍ଚ୍ଚିତ ଚେହେରା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର। ଆଜ୍ଞା, ମାନେ ଆପଣ ସେଥିପାଇଁ ପ୍ରାଉଡ ଫିଲ୍ କରୁଛନ୍ତି ନା ସାର୍? ମୁଁ ଡ୍ୟୁଟି ଆଉ ପ୍ରାଉଡ କଣ ସାର୍ ମୁଁ ତ ଭାବୁଥିଲି ସାର୍ ଆମର ଯୋଉମାନଙ୍କର ପରିଚୟ ସୀମିତ ସେଇ ଟାଇପର ବିବାହ କରୁଛନ୍ତି, କିନ୍ତୁ ସାର୍ ସେଲିବ୍ରିଟି ମାନଙ୍କୁ ବି ବିବାହ ମାନେ କରେଇବାରେ ସାରଙ୍କର ହାତ ଅଛି। ତେଣୁ ଏଟା ଗୋଟେ ବଡ ଇନିସିଏଟିଭ କହିଲେ ଚଳେ।